ଆମମାନଙ୍କ ସଙ୍ଗେ ରହନ୍ତି। ସାଧୁ ମାଗି ଅନୁଯାୟୀ ପ୍ରଭୁ ଯୀଶୁଙ୍କ ଯାତ୍ରାର ବିବରଣୀ। ଏହାପରେ 12 ଜଣଙ୍କ ମଧ୍ୟରୁ ଈଶ୍ୱରୀୟ ଯୁକ୍ତାରମ୍ଭ ଜଣେ ଶିଷ୍ୟ ଯାଜକମାନଙ୍କ ନିକଟକୁ ଗଲା। ସେ ସେମାନଙ୍କୁ କହିଲା, ଆପଣମାନେ ମୋତେ କ'ଣ ଦେବେ? ମୁଁ ତାଙ୍କୁ ଆପଣଙ୍କ ହସ୍ତରେ ସମର୍ପି ଦେବି। ଏହା ଶୁଣି ସେମାନେ ତାଙ୍କୁ 30 କୋଟି ରୌପ୍ୟ ମୁଦ୍ରା ଦେବାକୁ ସ୍ଥିର କଲେ। ସେହି ଦିନରୁ ସେ ତାଙ୍କୁ ଧରାଇ ଦେବାକୁ ସୁଯୋଗ ଖୋଜିବାକୁ ଲାଗିଲା। ତାଳିହୀନ ରୁଟି ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆପଣଙ୍କ ପାଇଁ ଆମେ କେଉଁଠାରେ ପାସ୍କା ଭୋଜି ପ୍ରସ୍ତୁତ କରିବୁ? ଯୀଶୁ କହିଲେ, ଏହି ନଗରର ସେହି ନଗର ନିକଟକୁ ଯାଇ ତାକୁ କହ, ଗୁରୁ କହୁଛନ୍ତି, ମୋର ସମୟ ଆସି ନିକଟ ହେଲାଣି। ତୁମ ଘରେ ମୋ ଶିଷ୍ୟମାନଙ୍କ ସଙ୍ଗେ ପାସ୍କା ପର୍ବ ପାଳନ କରିବି। ତେଣୁ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁଯାୟୀ କାର୍ଯ୍ୟ କରି ପାସ୍କା ପର୍ବର ଭୋଜିର ଆୟୋଜନ କଲେ। ସନ୍ଧ୍ୟା ହେବାରୁ ସେ ନିଜର 12 ଜଣ ଶିଷ୍ୟଙ୍କ ସାଙ୍ଗରେ ଭୋଜନରେ ବସିଲେ। ଭୋଜନ କଲାବେଳେ ସେ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହି ତୁମ ମଧ୍ୟରୁ ଜଣେ ମୋତେ ଘୋଡ଼ାଇ ଦେବାକୁ ଯାଉଛି। ଏଥିରେ ସେମାନେ ଦୁଃଖିତ ହୋଇ ନିଜ ନିଜ ଜଣ ଜଣ କରି ତାଙ୍କୁ କହିବାକୁ ଲାଗିଲେ, ହେ ପ୍ରଭୁ, ମୁଁ କିଏ? ସେ ଉତ୍ତର ଦେଇ କହିଲେ, ଯେ ମୋ ସହିତ ଭୋଜନ ପାତ୍ରରେ ହାତ ଯାଉଛି ସେହି ମୋତେ ଘୋଡ଼ାଇ ଦେବ। ତାଙ୍କ ବିଷୟରେ ଯେପରି ଲିଖିତ ଅଛି, ମନୁଷ୍ୟପୁତ୍ର ଚାଲି ଯାଉଛନ୍ତି, କିନ୍ତୁ ଯାହାଦ୍ୱାରା ମନୁଷ୍ୟପୁତ୍ର ସମର୍ପିତ ହେବେ ସେହି ଲୋକକୁ ବି ସେହି ବ୍ୟକ୍ତିର ଜନ୍ମ ହୋଇଥିଲେ ଆହୁରି ଭଲ ହୋଇଥାନ୍ତା। ଏହାପରେ ଯେଉଁ ଜୁଦାସ ଶତ୍ରୁ ହସ୍ତରେ ତାଙ୍କୁ ସମର୍ପଣ କଲା, ସେ ଉତ୍ତର ଦେଇ କହିଲା, ହେ ଗୁରୁ, ମୁଁ କି ସେ? ଯୀଶୁ ତାହାଙ୍କୁ କହିଲେ, ତୁମେ ତ ଠିକ୍ କହୁଛ। ତତ୍ପରେ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଧରି ଆଶୀର୍ବାଦ କଲେ ଏବଂ ତାହା ଭାଙ୍ଗି ନିଜର ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଓ ଭୋଜନ କର, ଏହା ମୋର ଶରୀର। ଏବଂ ସେ ପାନପାତ୍ର ଧରି ଧନ୍ୟବାଦ କଲେ। ପୁଣି ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଏହା ନୂତନ ନିୟମରେ ମୋର ରକ୍ତ, ଯାହା ଅନେକଙ୍କର ପାପ କ୍ଷମା ନିମନ୍ତେ ପାବିତ। ମୁଁ ତୁମମାନଙ୍କୁ ସତ୍ୟ କହେ, ଯେ ପର୍ଯ୍ୟନ୍ତ ତୁମ ସଙ୍ଗରେ ମୋର ପିତାଙ୍କ ରାଜ୍ୟରେ ସେହି ନୂତନ ଦ୍ରାକ୍ଷରସ ପାନ ନ କରିବ, ସେ ପର୍ଯ୍ୟନ୍ତ ଏହି ଦ୍ରାକ୍ଷରସ ପାନ କରିବେ ନାହିଁ। ଏହାପରେ ସେମାନେ ସ୍ତବଗାନ କରି ଜିତ ପର୍ବତ ଆଡ଼କୁ ଚାଲିଲେ। ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଆଜି ରାତିରେ ତୁମେ ସମସ୍ତେ ମୋ ଲାଗି ବିଚଳିତ ହୋଇଯିବ, କାରଣ ଦେଖାଉଛି ବେଶ୍ୟାମାନଙ୍କୁ ହତ୍ୟା କରିବି ଏବଂ ମଦକୁ ମଣିଷମାନେ ଜବତ କରି ବିକ୍ଷିପ୍ତ ହୋଇ ପଡ଼ିବେ, କିନ୍ତୁ ପୁନରୁଦ୍ଧ ହେବା ପରେ ମୁଁ ତୁମକୁ ଜାଣିଯିବି। ପିତର ଏହାର ଉତ୍ତର ଦେଇ କହିଲେ, ସମସ୍ତେ ଆପଣଙ୍କ ଲାଗି ବିଚଳିତ ହେଲେ ସୁଦ୍ଧା ମୁଁ କଦାପି ହେବି ନାହିଁ। ଯୀଶୁ ତାଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହେ, ଆଜି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ 3 ଥର ଅସ୍ୱୀକାର କରିବ। ପିତର ତାଙ୍କୁ କହିଲେ, ଆପଣଙ୍କ ସହିତ ମୃତ୍ୟୁବରଣ କରିବାକୁ ଥିଲେ ସୁଦ୍ଧା ମୁଁ ଆପଣଙ୍କୁ ଅସ୍ୱୀକାର କରିବି ନାହିଁ। ଶିଶୁମାନେ ସମସ୍ତେ ସେହିପରି କହିଲେ। ତତ୍ପରେ ଯୀଶୁ ସେମାନଙ୍କ ସହିତ ଗେତ୍ସେମାନି ନାମକ ଏକ ସ୍ଥାନକୁ ଗଲେ ଏବଂ ଶିଶୁମାନଙ୍କୁ କହିଲେ, ମୁଁ ପର୍ବତ ଯାଇ
ପ୍ରାର୍ଥନା କରି ସେ କହିଲେ, হে ମୋର ପିଲା, ଯଦି ସମ୍ଭବ ଏହି ପାପ ମଣିକରୁ ଦୂରକୁ ନେଇଯାଅ, ତଥାପି ମୋର ଇଚ୍ଛା ନୁହେଁ, ତୁମର ଇଚ୍ଛା ହୋଇପାରିବ। ପରେ ଯୀଶୁ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଶୋଇଥିବା ଦେଖି ପିତରଙ୍କୁ କହିଲେ, ଘଣ୍ଟାଏ ସୁଦ୍ଧା ଯଦି ରହିପାରିଗଲା, ହୁସିଆର ହୋଇ ପ୍ରାର୍ଥନା କର, ଯେପରି ପରୀକ୍ଷାରେ ନ ପଡ଼। ଆତ୍ମାର ଉତ୍ସାହ ଅଛି ସତ, ଦେହ କିନ୍ତୁ ଦୁର୍ବଳ। ପରେ ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, হে ମୋର ପିଲା, ଯଦି ଏହି ପାପ ପାଳନ କରି ଦୂର ହୋଇ ନ ପାରି, ତେବେ ତୁମର ଇଚ୍ଛା ପୂର୍ଣ୍ଣ ହେବ। ଯୀଶୁ ଆସି ସେମାନଙ୍କୁ ନିଦ୍ରିତ ଥିବାର ଦେଖିଲେ, କାରଣ ସେମାନଙ୍କ ଚକ୍ଷୁ ନିଦ୍ରାରେ ଆରାକ୍ରାନ୍ତ ହୋଇପଡ଼ିଥିଲା। ପୁନର୍ବାର ସେମାନଙ୍କୁ ଛାଡ଼ି ତୃତୀୟ ଥର ସେହିପରି ପ୍ରାର୍ଥନା କରିବାକୁ ଲାଗିଲେ। ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଏବେ ଶୋଇପଡ଼ ଓ ବିଶ୍ରାମ କର, ଦେହ ସମୟ ନିକଟ ହେଲା ଏବଂ ମନୁଷ୍ୟପୁତ୍ର ପାପୀମାନଙ୍କ ହାତରେ ସମର୍ପିତ ହେବାକୁ ଯାଇଛି। ଉଠ, ଚାଲ, ଯିବା। ଦେହ ବିଶ୍ୱାସଘାତକ ନିକଟକୁ ଆସିଗଲା। ଯୀଶୁ ଏହା କହୁ କହୁ 12 ଜଣଙ୍କ ମଧ୍ୟରୁ ଜୁଦାସ ନାମକ ଜଣେ ଶିଷ୍ୟ ଆସିଲା ଓ ତାହା ସହିତ ପ୍ରଧାନ ଯାଜକ ଏବଂ କୁଳବୃଦ୍ଧମାନଙ୍କ ଦ୍ୱାରା ପଠାଯାଇଥିବା ଅନେକ ଲୋକ ଖଣ୍ଡା ଓ ବାଡ଼ି ଧରି ଆସି ପହଞ୍ଚିଲେ। ସେହି ବିଶ୍ୱାସଘାତକ ସେମାନଙ୍କୁ ଏକ ସଂକେତ ଦେଇ କହିଲା, ମୁଁ ଯାହାକୁ ଚୁମ୍ବନ କରିବି, ଲୋକଟି ସେହି, ତାକୁ ହିଁ ଧରି ନେବ। ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ନିକଟକୁ ଯାଇ, ହେ ଗୁରୁ, ନମସ୍କାର କହି ଚୁମ୍ବନ କଲେ। ଯୀଶୁ ତାହାଙ୍କୁ କହିଲେ, হে ବନ୍ଧୁ, ତୁମେ କାହିଁକି ଆସିଛ? ଏହାପରେ ଲୋକେ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାଙ୍କୁ ଧରିଲେ। ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ନିଜର ଖଣ୍ଡା ବାହାର କଲେ ଏବଂ ପ୍ରଧାନ ଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟି ପକାଇଲେ। ଏହା ଦେଖି ଯୀଶୁ ତାଙ୍କୁ କହିଲେ, ତୁମ ଖଣ୍ଡା ନେଇ ଘରରେ ରଖ, କାରଣ ଯେଉଁମାନେ ଖଣ୍ଡା ଧରିବେ ସେମାନେ ସମସ୍ତେ ଖଣ୍ଡାରେ ବିନଷ୍ଟ ହେବେ। ତୁମେ କ'ଣ ବିଚାରୁଛ? ମୁଁ ମୋ ପିତାଙ୍କ ନିବେଦନ କରି ସେ ଶୀଘ୍ର ମୋ ପାଇଁ 12 ଅଧିକ ଲୋକବାହିନୀ ପଠାଇ ପାରିବେ ନାହିଁ। କିନ୍ତୁ ଧର୍ମଶାସ୍ତ୍ର ଅନୁଯାୟୀ ଯାହା ଘଟିବାକୁ ଅଛି ତାହା ସବୁ କିପରି ପୂର୍ଣ୍ଣ ହେବ। ସେହି ସମୟରେ ଯୀଶୁ ସେମାନଙ୍କୁ କହିଲେ, ତୁମେ ତରବାରୀ ଓ ବାଡ଼ି ଧରି ମୋତେ ଚୋର କରି ଧରିବାକୁ ଆସିବ। ମୁଁ ପ୍ରତିଦିନ ମନ୍ଦିରରେ ତୁମମାନଙ୍କୁ ଉପଦେଶ ଦେଉଥିଲି, ଅଥଚ ସେତେବେଳେ ମୋ ଉପରେ ହାତ ପକାଇନଥିଲି। ବର୍ତ୍ତମାନ ପ୍ରବକ୍ତାମାନଙ୍କ ଶାସ୍ତ୍ର ଲିଖିତ ବାକ୍ୟ ପୂର୍ଣ୍ଣ ହେବା ପାଇଁ ଏସବୁ କଥା ଘଟୁଅଛି। ସେତେବେଳେ ଶିଷ୍ୟମାନେ ତାଙ୍କୁ ତ୍ୟାଗ କରି ପଳାୟନ କଲେ। ଯୀଶୁଙ୍କୁ ଧରି ସେମାନେ ମହାଯାଜକ କାୟାଫାଙ୍କ ନିକଟକୁ ନେଲେ। ସେଠାରେ ପ୍ରଧାନ ଯାଜକ, କୁଳବୃଦ୍ଧଗଣ ଏବଂ ଧର୍ମଶାସ୍ତ୍ରୀମାନେ ସମବେତ ହୋଇଥିଲେ। ପିତର ଦୂରରେ ରହି ପ୍ରଧାନ ଯାଜକଙ୍କ ଘର ଅଗଣା ପର୍ଯ୍ୟନ୍ତ ତାଙ୍କ ପଛେ ପଛେ ଗଲେ ଏବଂ ସେ ଭିତରେ ପ୍ରବେଶ କରି ପରିଣାମ କ'ଣ ହେବ ଦେଖିବା ପାଇଁ ସେମାନଙ୍କ ସାଙ୍ଗରେ ବସିଲେ। ସେତେବେଳେ ମୁଖ୍ୟ ଯାଜକଗଣ ଓ ସମଗ୍ର ସଭା ଯୀଶୁଙ୍କୁ ଦଣ୍ଡ ଦେବା ଲାଗି ତାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜୁଥିଲେ। ଅନେକ ମିଥ୍ୟା ସାକ୍ଷୀ ଥିଲେ ମଧ୍ୟ ସେମାନେ ଦଣ୍ଡନୀୟ କୌଣସି ଅପରାଧ ପାଇପାରିଲେ ନାହିଁ। ଶେଷରେ 2 ଜଣ ମିଥ୍ୟା ସାକ୍ଷୀ ଆସିଲେ ଏବଂ ସେମାନେ କହିଲେ, ଏ କହୁଛି, ଏହି ଈଶ୍ୱରଙ୍କ ମନ୍ଦିର ଧ୍ୱଂସ କରିପାରେ ଏବଂ 3 ଦିନ ମଧ୍ୟରେ ପୁଣି ନିର୍ମାଣ କରିପାରେ। ସେତେବେଳେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ ବିରୁଦ୍ଧରେ
ସ୍ୱର୍ଗରୁ ବେଗ ଭାବରେ ଆଗମନ କରିବା କରିଥିଲ। ସେତେବେଳେ ମହାଯାଜକ ନିଜର ବସ୍ତ୍ର ଛିନ୍ନ କରି କହିଲେ, ଏ ଈଶ୍ୱର ନିନ୍ଦା କଲାଣି, ଆଉ ସାକ୍ଷୀର ପ୍ରୟୋଜନ କ'ଣ? ଆପଣମାନେ ତ ଏହି କରି ଈଶ୍ୱର ନିନ୍ଦା ଶୁଣିଲେ, ଆପଣଙ୍କର ମତ କ'ଣ? ସେମାନେ ସମସ୍ତେ ଉତ୍ତର ଦେଇ କହିଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ। ସେମାନେ ତାଙ୍କ ମୁହଁକୁ ଛେପ ପକାଇଲେ, ପରିହାସ କଲେ ଏବଂ କେହି କେହି ତାଙ୍କ ଗାଲରେ ଚାପୁଡ଼ା ମାରିଲେ ଏବଂ କହିଲେ, ଆରେ ଖ୍ରୀଷ୍ଟ, ତୋତେ କିଏ ମାରିଲା କହ? ଏହି ସମୟରେ ଭିତର ବାହାର ଅଗଣାରେ ବସି ରହିଥିଲେ ଦାସୀଟିଏ ତାଙ୍କ ପାଖକୁ ଆସି କହିଲା, ତୁମେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଥିରେ ଥିଲ। ମାତ୍ର ସେ ଆଗରେ ଅସ୍ୱୀକାର କରି କହିଲେ, ତୁମେ କ'ଣ କହୁଛ ମୁଁ ବୁଝିପାରୁନାହିଁ। ପରେ ସେ ଦ୍ୱାର ନିକଟକୁ ବାହାରିଥିବା ବେଳେ ଅନ୍ୟ ଜଣେ ଦାସୀ ତାଙ୍କୁ ଦେଖି ସେଠାରେ ଥିବା ଲୋକଙ୍କୁ କହିଲା, ଏ ଲୋକ ନାଜରେଥୀୟ ଯୀଶୁ ସାଥିରେ ଥିଲେ। ଏଥିରେ ଉତ୍ତର ପୁନର୍ବାର ଶପଥ କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ। ଏହାପରେ ଏହାର ଅଳ୍ପ ସମୟ ପରେ ଯେଉଁମାନେ ଠିଆ ହୋଇଥିଲେ ସେମାନେ ପାଖକୁ ଆସି ଭିତରକୁ କହିଲେ, ତୁ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ। ତୋର ଭାଷା ତୋର ପରିଚୟ ଦେଉଛି। ସେତେବେଳେ ଭିତର ନିଜକୁ ସାପ ଦେଇ ଓ ଶପଥ କରି କହିଲେ, ମୁଁ ସେହି ଲୋକକୁ ଜାଣେ ନାହିଁ। ସେତିକିବେଳେ କୁକୁଡ଼ା କାଟିଲା। ଭିତର ଯୀଶୁ କହିଥିବା କଥା ସ୍ମରଣ କଲେ। କୁକୁଡ଼ା କାଟିବା ପୂର୍ବରୁ ତୁମେ ମୋତେ 3 ଥର ଅସ୍ୱୀକାର କରିବ। ସେ ବାହାରକୁ ଚାଲିଯାଇ କାନ୍ଦିବାକୁ ଲାଗିଲା। ପ୍ରଭାତ ହୁଅନ୍ତେ ସକଳ ମୁଖ୍ୟ ଯାଜକ ଓ କୁଳବୃଦ୍ଧମାନେ ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବା ନିମନ୍ତେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ପରେ ତାହାକୁ ଶୃଙ୍ଖଳିତ ଅବସ୍ଥାରେ ରାଜ୍ୟପାଳ ପନ୍ତିୟ ପିଲାତଙ୍କ ନିକଟରେ ସମର୍ପଣ କଲେ। ଜୁଦାସ ଓ ତାଙ୍କୁ ଧରାଇ ଦେଇଥିବା ତାଙ୍କର ପ୍ରାଣଦଣ୍ଡ ନିଶ୍ଚିତ ଜାଣି ଅନୁତପ୍ତ ହୋଇ ମୁଖ୍ୟ ଯାଜକ ଓ କୁଳବୃଦ୍ଧଙ୍କ ନିକଟକୁ ଯାଇ ସେହି 30 କୋଟି ରୌପ୍ୟ ମୁଦ୍ରା ଫେରାଇଦେଲେ। ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ମୁଁ ପାପ କରିଛି। କିନ୍ତୁ ସେମାନେ କହିଲେ, ଏଥିରେ ଆମର କ'ଣ ଅଛି? ତୁମେ ସେ ବିଷୟରେ ଚିନ୍ତା କରିବ। ସେ ସେହି ରୌପ୍ୟ ମୁଦ୍ରା ଗୁଡ଼ିକ ମନ୍ଦିରରେ ଫିଙ୍ଗି ଦେଇ ଚାଲିଲେ ଏବଂ ନିଜକୁ ଦୌଡ଼ିରେ ଝୁଲାଇ ଦେଇ ଆତ୍ମହତ୍ୟା କଲେ। ମହାଯାଜକମାନେ ରୌପ୍ୟ ମୁଦ୍ରା ଗୁଡ଼ିକ ନେଇ କହିଲେ, ଭଣ୍ଡାରରେ ଏସବୁ ରଖିବା ଉଚିତ ନୁହେଁ, ଯେହେତୁ ଏଗୁଡ଼ିକ ରକ୍ତର ମୂଲ୍ୟ। ପରେ ସେମାନେ ଏକତ୍ର ବିଚାର କରି ବିଦେଶୀମାନଙ୍କର ସମାଧି ସ୍ଥାନ ଲାଗି ସେହି ମୁଦ୍ରାରେ ଜଣେ କୁମ୍ଭାରର ଭୂମି କିଣିଲେ। ଏଣୁ ସେହି ଭୂମି ହାସେଦାମା ଅର୍ଥାତ୍ ରକ୍ତର ଭୂମି ନାମରେ ଆଜି ଯାଇ ପଡ଼ିଛି। ସେତେବେଳେ ପ୍ରବକ୍ତା ଜିରିମିୟଙ୍କ କଥନ ପୂର୍ଣ୍ଣ ହେଲା। ସେ କହି ଯାଇଛନ୍ତି, ସେମାନେ ତାହାଙ୍କର ସେହି ନିର୍ଦ୍ଧାରିତ ମୂଲ୍ୟ 30 ରୌପ୍ୟ ମୁଦ୍ରା ନେଲେ, ଯେଉଁ ମୂଲ୍ୟ ଇସ୍ରାଏଲ ସନ୍ତାନମାନଙ୍କ ଦ୍ୱାରା ସ୍ଥିର ହୋଇଥିଲା। ପରେ ସେମାନେ ତାହା କୁମ୍ଭାରର ଭୂମି ପାଇଁ ଦେଇ ଯେପରି ପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଥିଲେ। ଯୀଶୁ ରାଜ୍ୟପାଳଙ୍କ ସମ୍ମୁଖରେ ଠିଆ ହେଲେ। ରାଜ୍ୟପାଳ ତାଙ୍କୁ ପଚାରିଲେ, ତୁମେ କ'ଣ ଯିହୁଦୀମାନଙ୍କର ରାଜା? ଯୀଶୁ ଉତ୍ତର ଦେଇ କହିଲେ, ତୁମେ ତାହା କହିଛ। ମୁଖ୍ୟ ଯାଜକ ଓ କୁଳବୃଦ୍ଧଗଣ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, କିନ୍ତୁ ସେ କୌଣସି ଉତ୍ତର ଦେଲେ ନାହିଁ। ପିଲାତ ତାଙ୍କୁ କହିଲେ, ଏମାନେ ତୁମ ବିରୁଦ୍ଧରେ ଯାହା ସାକ୍ଷ୍ୟ ଦେଉଛନ୍ତି ତାହା ତୁମେ ଶୁଣୁନାହ। ତଥାପି ସେ ପଦେ ହେଲେ ଉତ୍ତର ଦେଲେ ନାହିଁ। ଏଥିରେ ରାଜ୍ୟପାଳ ବଡ଼ ବିସ୍ମିତ ହେଲେ। ପୂର୍ବ ଦିବସରେ ଜନତାର ଇଚ୍ଛା ଅନୁସାରେ ଯେକୌଣସି ଜଣେ ବନ୍ଦୀକୁ ମୁକ୍ତ କରିଦେବା ଲାଗି
ଦୀକ୍ଷା ବର୍ଣ୍ଣିତ। ଏଣୁ ଲୋକେ ସମବେତ ହେବାରୁ ପିଲାତ ସେମାନଙ୍କୁ ପଚାରିଲେ, ତୁମର ଇଚ୍ଛା କ'ଣ? ମୁଁ ତୁମ ନିମନ୍ତେ କାହାକୁ ଛାଡ଼ିବି? ବାରବାସକୁ ନା ଖ୍ରୀଷ୍ଟ ନାମରେ ପରିଚିତ ଯୀଶୁଙ୍କୁ? କାରଣ ସେ ଜାଣିଥିଲେ ଯେ ସେମାନେ ଈର୍ଷାରେ ତାଙ୍କୁ ସମର୍ପଣ କରିଛନ୍ତି। ପରେ ପିଲାତ ବିଚାର ଆସନରେ ବସିଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କ ପାଖକୁ କହି ପଠାଇଲେ, ଆପଣ ଏହି ଧାର୍ମିକ ବ୍ୟକ୍ତିଙ୍କ ବିଷୟରେ କୌଣସି ପ୍ରକାର ହସ୍ତକ୍ଷେପ କରନ୍ତୁ ନାହିଁ, କାରଣ ତାଙ୍କ ଯୋଗୁଁ ସ୍ୱପ୍ନରେ ମୁଁ ଆଜି ବହୁତ ସହିଛି। କିନ୍ତୁ ମୁଖ୍ୟ ଯାଜକ ଓ କୁଳବୃଦ୍ଧମାନେ ବାରବାସକୁ ମୁକ୍ତି ଦେବାକୁ ଓ ଯୀଶୁଙ୍କୁ ପ୍ରାଣରେ ମାରିଦେବାକୁ ଲୋକଙ୍କୁ ଉତ୍ତେଜିତ କରିବାକୁ ଲାଗିଲେ। ତେଣୁ ରାଜ୍ୟପାଳ ସେମାନଙ୍କୁ କହିଲେ, ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ମୁକ୍ତି ଦେବା ପାଇଁ ତୁମେ ଇଚ୍ଛା କର? ସେମାନେ କହିଲେ, ବାରବାସକୁ। ପିଲାତ ସେମାନଙ୍କୁ ପଚାରିଲେ, ତେବେ ମୁଁ ଖ୍ରୀଷ୍ଟ ନାମରେ ପରିଚିତ ଯୀଶୁଙ୍କୁ କ'ଣ କରିବି? ସମସ୍ତେ କହିଲେ, ତାଙ୍କୁ କ୍ରୁଶରେ ମାରିଦିଅ। ରାଜ୍ୟପାଳ ସେମାନଙ୍କୁ ପଚାରିଲେ, ସେ କି ଦୋଷ କଲା? କିନ୍ତୁ ସେମାନେ ଆହୁରି ଚିତ୍କାର ପାଟି କରି କହିଲେ, ତାଙ୍କୁ କ୍ରୁଶରେ ମାରିଦିଅ। ପିଲାତ ଯେତେବେଳେ ଦେଖିଲେ ଯେ ସେ କିଛି କରିପାରୁନାହାନ୍ତି କିନ୍ତୁ ଫଳରେ କୋଳାହଳ କରୁଛି, ସେତେବେଳେ ସେ ପାଣି ନେଇ ସମସ୍ତଙ୍କ ଆଗରେ ହାତ ଧୋଇ କହିବାକୁ ଲାଗିଲେ, ମୁଁ ଏହି ଧାର୍ମିକ ଲୋକ ରକ୍ତପାତରେ ଦୋଷୀ ନୁହେଁ, ତୁମେ ତାହା ଦେଖିବ। ଏଥିରେ ସମସ୍ତେ ଉତ୍ତର ଦେଇ କହିଲେ, ତାର ରକ୍ତ ଆମର ଉପରେ ଓ ଆମ ସନ୍ତାନମାନଙ୍କ ଉପରେ ହିଁ ପଡ଼ୁ। ଏହାପରେ ସେ ସେମାନଙ୍କ କଥାରେ ବାରବାସଙ୍କୁ ମୁକ୍ତ କରିଦେଲେ ଏବଂ ଦଶାଘାତ ଦେଇ କ୍ରୁଶବିଦ୍ଧ କରିବା ନିମନ୍ତେ ଯୀଶୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ତତ୍ପରେ ରାଜ୍ୟପାଳଙ୍କର ସୈନ୍ୟମାନେ ଯୀଶୁଙ୍କୁ ରାଜପ୍ରସାଦ ମଧ୍ୟ ଦେଇ ନେଇ ତାଙ୍କୁ ଚତୁର୍ଦିଗରେ ସମସ୍ତ ସୈନ୍ୟ ସମବେତ କଲେ। ସେମାନେ ଯୀଶୁଙ୍କର ବସ୍ତ୍ର କାଢ଼ି ନେଇ ତାଙ୍କୁ ନୀଳାଭ ରଙ୍ଗର ଲମ୍ବା ବସ୍ତ୍ର ପିନ୍ଧାଇ ଦେଲେ ଏବଂ କଣ୍ଟାର ମୁକୁଟଟିଏ ତିଆରି କରି ତାଙ୍କ ମୁଣ୍ଡରେ ଲଗାଇଦେଲେ ଓ ତାଙ୍କ ଦକ୍ଷିଣ ହାତରେ ବାଡ଼ିଟିଏ ଧରାଇ ଦେଲେ। ତାଙ୍କ ଆଗରେ ଆଣ୍ଠୁ ମାଡ଼ି, ହେ ଜିହୁଦୀମାନଙ୍କର ରାଜା, ନମସ୍କାର। କହି ତାଙ୍କ ପରିହାସ କଲେ। ତାଙ୍କ ଉପରେ ଛେପ ପକାଇ ସେହି ବାଡ଼ିଟିକୁ ନେଇ ତାଙ୍କ ମୁଣ୍ଡରେ ପ୍ରହାର କଲେ। ତାଙ୍କୁ ବିଦ୍ରୂପ କରି ସାରି ସେମାନେ ତାଙ୍କଠାରୁ ସେହି ଲମ୍ବା ବସ୍ତ୍ର କାଢ଼ି ନେଇ ନିଜ ବସ୍ତ୍ର ପିନ୍ଧାଇଲେ ଏବଂ କ୍ରୁଶବିଦ୍ଧ କରିବା ନିମନ୍ତେ ତାଙ୍କୁ ବାହାରକୁ ନେଇଗଲେ। ବାହାରେ ଯାଉ ଯାଉ ସେମାନେ ସିମୋନ ନାମକ ଜଣେ ସିରିଣିଆ ଲୋକଙ୍କୁ ଦେଖି ତାହାଙ୍କୁ ତାଙ୍କର କ୍ରୁଶ ବହନ କରିବା ନିମନ୍ତେ ବାଧ୍ୟ କଲେ। ସେମାନେ ଗଲଗଥା ନାମକ ସ୍ଥାନରେ ପହଞ୍ଚିଲେ, ଯାହାର ଅନ୍ୟ ନାମ ଖପୁରୀ ସ୍ଥାନ। ପିତ୍ତ ମିଶ୍ରିତ ଦ୍ରାକ୍ଷାରସ ସେମାନେ ତାଙ୍କୁ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହା ଚାଖି ପିଇବାକୁ ଇଚ୍ଛା କଲେ ନାହିଁ। ଏହାପରେ ସେମାନେ ତାକୁ କ୍ରୁଶରେ ମାରି ତାଙ୍କର ବସ୍ତ୍ର ବିଭାଗ କରି ପୋଡ଼ି ପକାଇଲେ। ସେମାନେ ସେଠାରେ ବସି ତାଙ୍କୁ ଜଗି ରହିଲେ ଏବଂ ତାଙ୍କ ମୁଣ୍ଡ ଉପରେ ଦଣ୍ଡର କାରଣ ଗୋଟିଏ ଫାଳକରେ ଲେଖି ଲଗାଇଦେଲେ, ଏହି ଯୀଶୁ ଜିହୁଦୀମାନଙ୍କର ରାଜା। ସେତେବେଳେ ତାଙ୍କ ସହିତ ଦୁଇ ଜଣ ଚୋର, ଜଣେ ତାଙ୍କ ଡାହାଣରେ ଆଉ ଜଣେ ବାମରେ କ୍ରୁଶରେ ନିହିତ ହେଲେ। ସେହି ରାସ୍ତାରେ ଯାଉଥିବା ଲୋକ ମୁଣ୍ଡ ହଲାଇ ପରିହାସ କଲେ ଏବଂ କହିଲେ, ଆରେ ତୁମେ ଈଶ୍ୱରଙ୍କ ମନ୍ଦିର ପାଇଁ ଦୁଇ ଦିନ ମଧ୍ୟରେ ତିଆରି କରୁଛ, ନିଜକୁ ରକ୍ଷା କର। ତୁମେ ଯେବେ ଈଶ୍ୱର ପୁତ୍ର କ୍ରୁଶରୁ ଓହ୍ଲାଇ ଆସ। ସେହିପରି ମୁଖ୍ୟ ଯାଜକ ଧର୍ମଶାସ୍ତ୍ରୀ ଓ କୁଳବୃଦ୍ଧମାନେ
କରି କହୁଥାନ୍ତି। ଅନ୍ୟମାନଙ୍କୁ ରକ୍ଷା କଲା ସିନା ନିଜକୁ ରକ୍ଷା କରିପାରୁନାହିଁ। ଏ ଯେବେ ଇସ୍ରାଏଲର ରାଜା ଏଖୁଣି କୁଶରୁ ଓହ୍ଲାଇ ଆସୁ, ତେବେ ଆମେ ବିଶ୍ୱାସ କରିବୁ। ଈଶ୍ୱରଙ୍କ ଉପରେ ତ ଏତେ ଭରସା ରଖିଛି। ଈଶ୍ୱର ଯଦି ଏହା ଉପରେ ସନ୍ତୁଷ୍ଟ ଥାଆନ୍ତି, ତେବେ ତାକୁ ଏଇ କ୍ଷଣି ରକ୍ଷା କରନ୍ତୁ। କାରଣ ଏପରା କହୁଥିଲା, ମୁଁ ଈଶ୍ୱରଙ୍କର ପୁତ୍ର। ସେହିପରି ତାଙ୍କ ସହିତ କ୍ରୁଶବିଦ୍ଧ ହୋଇଥିବା ଦାସୀମାନେ ମଧ୍ୟ ତାଙ୍କୁ ବିଦ୍ରୂପ କରୁଥାନ୍ତି। ଦିନ 12ଟା ସମୟରୁ 3ଟା ପର୍ଯ୍ୟନ୍ତ ସମୁଦାୟ ପୃଥିବୀ ଅନ୍ଧକାରରେ ଆଚ୍ଛନ୍ନ ହେଲା। ଦିନ ପ୍ରାୟ 3ଟା ସମୟରେ ଯୀଶୁ ଉଚ୍ଚ କଣ୍ଠରେ କହିଲେ, লামা সাবাক্তানি। ଅର୍ଥାତ୍ হে বড় ঈশ্বর, মোদে কাহিনী করে ধ্যান করেছ। ସେଠାରେ ଠିଆ ହୋଇଥିବା ଲୋକେ ତାହା ଶୁଣି କହିଲେ, ଏଲିକୁ ଡାକୁଛି। ତତ୍ପରେ ସେମାନଙ୍କ ମଧ୍ୟରୁ ଜଣେ ଚଞ୍ଚଳ ଯାଇ ଗୋଟିଏ ଜୋର ଶବ୍ଦ କରୁ ଅମ୍ଳ ରସରେ ପୂର୍ଣ୍ଣ କରି ତାହା ନଳକୂପରେ ଲଗାଇ ତାକୁ ପିଇବା ପାଇଁ ଦେଲା। କିନ୍ତୁ ଅନ୍ୟମାନେ କହୁଥାନ୍ତି, ଛାଡ଼ି ଦିଅ, ଏଲିଆ ଆସି ଏହାକୁ ରକ୍ଷା କରିଲେ କି ନାହିଁ ଦେଖିବା। କିନ୍ତୁ ଯୀଶୁ ପୁଣି ଉଚ୍ଚ ସ୍ୱରରେ ଚିତ୍କାର କରି ପ୍ରାଣ ତ୍ୟାଗ କଲେ। ଭୂମିକମ୍ପ ହେଲା ଏବଂ ପଥର ଗୁଡ଼ିକ ଫାଟିଗଲା। ପରେ ସମାଜ ଗୁଡ଼ିକ ଖୋଲା ହେଲା ଏବଂ ମହାନିଦ୍ରାଗତ ବହୁ ମୃତ ସାଧୁ ବ୍ୟକ୍ତିଙ୍କ ଶରୀରର ପୁନରୁତ୍ଥାନ ହେଲା। ଏବଂ ତାଙ୍କର ପୁନରୁତ୍ଥାନ ପରେ ସେମାନେ ସମାଧିରୁ ବାହାରି ଯାଇ ପବିତ୍ର ନଗରୀକୁ ଆସି ଅନେକ ଲୋକଙ୍କୁ ଦେଖାଦେଲେ। ସେହି ଶତାଧିପତି ଓ ତାଙ୍କ ସଙ୍ଗରେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ ଭୂକମ୍ପ ଓ ଅନ୍ୟାନ୍ୟ ଘଟଣା ଦେଖି ମହାଭୟରେ କହିବାକୁ ଲାଗିଲେ, ଏ ପ୍ରକୃତରେ ଈଶ୍ୱରର ପୁତ୍ର ଥିଲେ। ଏବଂ ସେଠାରେ ବହୁ ସ୍ତ୍ରୀ ଲୋକ ଦୂରରେ ରହି ଦେଖୁଥିଲେ, ଯେଉଁମାନେ କି ଯୀଶୁଙ୍କୁ ସେବା କରିବା ନିମନ୍ତେ ଗାଲିଲୀରୁ ତାହାଙ୍କର ଅନୁଗମନ କରିଥିଲେ। ଏମାନଙ୍କ ମଧ୍ୟରେ ମାଗ୍ଦାଲିନା ମାରିଆ, ଯାକୁବ ଓ ଯୋସେଫଙ୍କ ମାତା ମାରିଆ ଏବଂ ଜେବଦୀୟ ପୁତ୍ରମାନଙ୍କର ମାତା ଥିଲେ। ସନ୍ଧ୍ୟା ମୁହୂର୍ତ୍ତେ ଆରିମାଥିଆ ଗ୍ରାମର ଯୋସେଫ ନାମକ ଜଣେ ଧନୀ ବ୍ୟକ୍ତି ସେଠାକୁ ଆସିଲେ। ସେ ମଧ୍ୟ ନିଜେ ଯୀଶୁଙ୍କର ଶିଷ୍ୟ ଥିଲେ। ସେ ପିଲାତଙ୍କ ନିକଟକୁ ଯାଇ ଯୀଶୁଙ୍କର ଶରୀର ମାଗିଲେ ଏବଂ ପିଲାତ ଶରୀରଟି ଦେବାକୁ ଆଦେଶ ଦେଲେ। ଯୋସେଫ ଯୀଶୁଙ୍କ ଶରୀର ନେଇ ତାଙ୍କୁ ନିର୍ମଳ ଲୁଗାରେ ଉଡ଼ାଇ ଦେଲେ ଏବଂ ନିଜ ପାଇଁ ପଥରରେ ଖୋଳାଇଥିବା ନୂତନ ସମାଧି ମଧ୍ୟରେ ତାହା ସ୍ଥାପନ କଲେ ଏବଂ ସମାଧି ମୁହଁରେ ଗୋଟିଏ ବଡ଼ ପଥର ଗୋଡ଼ାଇ ଦେଇ ଚାଲିଗଲେ। ସେଠାରେ ମାରିଆ ମଗ୍ଦାଲିନା ଓ ଅନ୍ୟ ମାରିଆ ସମାଧି ଆଗରେ ବସିଥିଲେ। ତହିଁ ଆର ଦିନ ଅର୍ଥାତ୍ ଆୟୋଜନ ଦିବସର ପରଦିନ ମୁଖ୍ୟ ଯାଜକ ଓ ଫାରୁସୀମାନେ ସମସ୍ତେ ପିଲାତଙ୍କ ନିକଟରେ ସମବେତ ହେଲେ ଏବଂ କହିଲେ, ଆଜ୍ଞା, ଆମର ମନେ ପଡ଼ୁଛି ସେଇ ଭଣ୍ଡ ବଞ୍ଚିଥିଲା ବେଳେ କହିଥିଲା, ମୁଁ 3 ଦିନ ପରେ ପୁନର୍ଜିତ ହେବି। ତେଣୁ ତୃତୀୟ ଦିନ ଯାଏ ସେହି ସମାଧିକୁ ପହରା ଦେଇ ରଖିବାକୁ ଆଦେଶ ଦିଅନ୍ତୁ। ନହେଲେ ତା ଶିଷ୍ୟମାନେ ଆସି ତା ଦେହକୁ ଚୋରି କରି ନେଇଯିବେ ଏବଂ ଲୋକଙ୍କୁ କହିବେ, ସେ ମୃତ ଲୋକଙ୍କ ମଧ୍ୟରୁ ଉଠି ପଡ଼ିଲେ। ସେତେବେଳେ ଶେଷ ଭ୍ରମଟା ପ୍ରଥମ ଭ୍ରମ ଠାରୁ ଆହୁରି ଖରାପ ହେବ। ପିଲାତ ସେମାନଙ୍କୁ କହିଲେ, ପ୍ରହରୀମାନେ ତ ତୁମର, ଯାଅ ଏବଂ ଯେପରି ଜାଣ ସେପରି
ପ୍ରହରୀମାନଙ୍କୁ ଜଣାଇ ସମାଧିକୁ ସୁରକ୍ଷିତ କଲେ। ଏହା ପ୍ରଭୁଙ୍କର ସୁସମାଚାର।